1 2 3 ଏପଟେ 4 ଚାରିଟା ମଶାଣି ପାଖରେ ମାନେ ତିନିଟା ମଶାଣି, ମାନେ ତିନିଟା ଗାଁର ବି ମଶାଣି ଆଉ ତିନିଟା ସାହିର ମାନେ ମଶାଣି ଏମିତି ତିନିଟା। ଏଠି ଗୋଟେ ତାଳ ଗଛ ଆଉ ଏଠି ଗୋଟେ ତାଳ ଗଛ। ଆପଣମାନେ ତ ଜାଣିଥିବେ ଅପଡାଉନ୍ ହେଉଛି ଆଣିଲେ ତମେ ଜାଣିପାରୁନି। ସାଙ୍ଗମାନେ ଆମର ଏଇଠି ମିନିମମ୍ 10 ମିନିଟ୍ ହେଇଗଲାଣି। ଦେଖନ୍ତୁ ଆପଣମାନେ କିଛି ନୋଟିସ୍ କରୁଛନ୍ତି ଏଠି ଯଦି ଇଏ ପୁରା ମଶାଣି ପାଖରେ ପୁରା ଏଇ ଗଛଟା ଅଛି, ପୁରା ହଣ୍ଟେଡ଼ ଗଛ ପୁରା ଦେଖୁଥିବେ ଭଳିଆ ପୁରା ଦେଖାହେଉଛି ଗଛଟା। ହଁ ହଁ ପୁରା ହଁ ରେ ତାର ବି ଭିତରେ ଯାଇଛି, ପୁରା ଅଲଗା ପ୍ରକାର ଲୋକେସନ୍। ଏ ଭିତରକୁ ଡ୍ୟୁଟି ଦଉନି, ମିଟର ବି ଦଉନି। ତିନିଟା ପାଖରେ 1 2 3 ଏପଟେ 4 ଚାରିଟା ମଶାଣି ପାଖରେ ଏ ବର୍ତ୍ତମାନ ରହୁଛି ଆମର 1 2 3 ଆଉ ଏଠି ଗୋଟେ 4ଟା ମଶାଣି। ଏଇଟା ମଶାଣି ନୁହେଁ ଜାଣିଲ, ଏଇଠି ଯେଉଁ ପୋଡ଼ାପୋଡ଼ି କରନ୍ତିନି କି, ଏଇଠି ବସା ଉଠା କରିବାକୁ ରେଷ୍ଟ ହାଉସ୍ଟା। ଏଇଟା ବର୍ତ୍ତମାନ 3ଟା ମଶାଣି, ମାନେ 3ଟା ଗାଁର ବି ମଶାଣି ଆଉ ତିନିଟା ସାହିର ଆଉ ରିସେଣ୍ଟ ଗୋଟେ କିଏ ମରିଥିଲା ଏଇ 2nd ନମ୍ବରରେ ପୋଡ଼ା ହେଇଥିଲା ଜାଣନ୍ତୁ। ଯିବା ବର୍ତ୍ତମାନ ପାଇଁ ଆଉ ମିଟରକୁ ଟେଷ୍ଟ କରିବା କ'ଣ ହେଉଛି ଆଉ। ବର୍ତ୍ତମାନ ମିଟର ଜଳିନି, ମିଟର ବି ଜଳୁନି। ଆକ୍ଚୁଆଲି କ'ଣ ହେଉଛି କହିଲ, ଆମର ଯେଉଁ ଏଇ ଷ୍ଟ୍ରିଟ୍ ଲାଇଟ୍ଟା ରହୁନି କି, ସେଠି ଯେଉଁ ଏନର୍ଜି ଟିକେ ଦୂରଉଛନ୍ତି ଆଉ ନାଇଁ ବୋଧେ ସେଇଟା ମୁଁ ଲାଗୁଛି। ଲାଇଟ୍ ଟିକେ ପଡ଼ୁଛି ନା। ହଁ ସେମାନେ ତ ମିଟର ଯଦି ଉପରୁ ରଖିବ ମୁଁ ଫୋନ୍ଟାକୁ ତଳ ପଟେ ଉପରକୁ ନେଇଯିବି। ସାଙ୍ଗମାନେ ଦେଖୁଥିବେ ଏଇ 3ଟା ମଶାଣି ପୁରା ପାଖାପାଖି ଅଛି। ଏଇ ପାଖରେ କିନା ତାଳ ଗଛ ଦେଖନ୍ତୁ, ଏପଟେ ଗୋଟେ ପୁଣି ସେପଟେ ଗୋଟେ, ମାନେ ଏଇଟା ପୁରା ଦେଖନ୍ତୁ, ମାନେ ମଶାଣି ଏମିତି 3ଟା। ଏଠି ଗୋଟେ ତାଳ ଗଛ ଆଉ ଏଠି ଗୋଟେ ତାଳ ଗଛ। ଆପଣମାନେ ତ ଜାଣିଥିବେ, ମାନେ ଆଉ କିଛି କହିବାକୁ ପଡ଼ିବନି ଆଉ। ମାନେ ମଶାଣି ପାଖରେ ତାଳ ଗଛ, ମାନେ ତାଳ ଗଛରେ କେମିତି ନେଗେଟିଭ୍ ଏନର୍ଜି ରୁହନ୍ତି କି ବାସ କରନ୍ତି ଆପଣମାନଙ୍କୁ ବି କିଛି କହିବାକୁ ପଡ଼ିବନି। ମାନେ ଏଇଟା ବି କେମିତି ଦେଖିଲ, ମାନେ ଏଠି 3ଟା ମଶାଣି, ମାନେ ଗୋଟେ ଯେମିତି ଘର ଆଗରେ ଯେମିତି ଗୋଟେ ପିଲର ରୁହେ, ଏପଟେ ଗୋଟେ ପିଲର ସେପଟେ ଗୋଟେ ପିଲର, ସେଇଭଳିଆ ମଶାଣି 3ଟାରେ ଏମିତି ଗୋଟେ ଏଠି ଗୋଟେ ପିଲର ଭଳିଆ ଏଠି ଗୋଟେ ପିଲର ଭଳିଆ। ମାନେ ଲୋକ ଲଗେଇନାହାନ୍ତି, ହଁ ପରା, ମାନେ ଇଏ ଗୋଟେ ଅଲଗା ପ୍ରକାର କଥା। ହଁ ଆଉ ଗୋଟେ ତ ମାର୍କର ମଶାଣି ଯୋଉ ଲାଗିଛି, ମଶାଣି 3ଟା ଯାକ ମଝିଟା ଯୋଉ ବାଟ ଅଛି ଦେଖିଲୁ, ପୁରା ମାନେ ଜଳିଛି, ଯୋଉ ଆମର ଘାସ ଉଠିଛି। ହଁ ଏପଟ ସେପଟ କାହିଁ, ସେପଟ ଟିକେ ଅଛି, ଏପଟେ ଜମା ନାହିଁ ନା। ତାମାନେ ଏଠି ମଣିଷ ପୋଡ଼ା ହୁଅନ୍ତି, ସେପଟେ ମଣିଷ ପୋଡ଼ା ହଉନାହାନ୍ତି। ଏଇଟା ବି ହେଇଥାଇପାରେ। 3ଟା ଗାଁ ନା, ସେମିତି କହିହେଉନି କେତେବେଳେ କେଉଁ ଗାଁରେ କ'ଣ ମରୁଛନ୍ତି ନା। ଓହୋ, ମାନେ 3ଟା ମାନେ 3ଟା ଗାଁ ଯାକ ହଁ ନା। 3ଟା ମାନେ 3ଟା ଗାଁ। କିନ୍ତୁ ଆଗରୁ ନେଗେଟିଭ୍ ଏନର୍ଜି ବହୁତ ଏପଟେ ବାହାରନ୍ତି, କାହିଁକିନା ଲାଇଟ୍ ଫାଇଟ୍ ଏବେ ଲାଗିଯାଇଛି, ସେଥିପାଇଁ କିଛି ନେଗେଟିଭ୍ ଏନର୍ଜି ଶୋ କରୁନି। ତଥାପି ମିଟର ବି ଏବେ ଜଳୁନି। ଯଦି ବି ରିଏଲ୍ ମାନେ ଭାବୁଥିବ ମିଟରକୁ, ଜାଣିପାରିବ ଏଇଠୁ ଯେ ମିଟର ଏବେ ରିଡ୍ ଦେଇନି। ଇଲେକ୍ଟ୍ରିକ୍ ଜିନିଷ ଏଠି ବି ଅଛି, ଉପରେ ବି ଅଛି, କିନ୍ତୁ ଟୋଟାଲ୍ ମିଟର ଜଳୁନି। ଦେଖ ଏତେବେଳେ ଜଳୁନି, ମିଟର ଜମା ବି ଜଳୁନି। ମାନେ ଆମର ଏଇଠି 2-2ଟା ଫୋନ୍ ବି ଆମର ଆକ୍ଟିଭ୍ ଅଛି, ଭିଡ଼ିଓ ବି କଣ୍ଟିନ୍ୟୁସ୍ ଚାଲିଛି, ତଥାପି ଜଳୁନି। ଆପଣ ଭାବୁଥିବେ ସବୁବେଳେ ଫେକ୍ ଭିଡ଼ିଓ ଅପଲୋଡ଼ କରୁଛୁ, ଦେଖନ୍ତୁ ପୁରା ରିଅଲ୍। ଏଇଟା ପୁରା ମଶାଣି ପାଖରେ ବି ଅଛୁ, ପୁରା ଟୋଟାଲ୍ ଜଳୁନି। ଏବେ 12ଟା+ ହେଲାଣି, କିନ୍ତୁ ଆମେ ରୋଡ଼ ସାଇଡ଼ ଆମର ସେପଟେ ଗାଡ଼ି ଯାଉଛି, ଏପଟେ ଆମେ ରୋଡ଼ ସାଇଡ଼ରେ ଆମେ ଭିଡ଼ିଓ କରୁଛୁ। ମିଟର ତଥାପି ଜଳୁନି ଟୋଟାଲି। ଆଉ କେତେ ରିଆଲିଟି ଦେଖିବୁ। ହଁ ପୁରା ମଶାଣି ଏମିତି 10 ମିଟର ଆଗରେ ଆମେ ଅଛି। ଟ୍ରାନ୍ସମିଟରଟା ଅଛି, ଟ୍ରାନ୍ସମିଟର ସଫା କରୁନାହାନ୍ତି, ଟ୍ରାନ୍ସମିଟର ଉପରେ ପୁଣି ଲଟିପଟି ଚଢ଼ିଗଲାଣି, ପୁରା ଲଟିପଟି ଚଢ଼ିଯାଇଛି। ଟ୍ରାନ୍ସଫର୍ମରଟା ଅଛି, ଏଇଟା ମାନେ ଗାଁ ଆରମ୍ଭର ଏଇଟା ଟ୍ରାନ୍ସଫର୍ମର। ଏଇ ଗାଁରୁ ମାନେ ଏଇ ମିଟରରୁ ଯାଉଛି ଗାଁ ଲୋକଙ୍କ ପାଖକୁ ଟ୍ରାନ୍ସଫର୍ମର, ଯେଉଁ ଇଲେକ୍ଟ୍ରିକ୍ ସପ୍ଲାଇ ଆଉ।
ଆମର ସେପଟେ ଯେଉଁ ଷ୍ଟ୍ରିଟ୍ ଲାଇଟ୍ଟା ଦେଖୁଛନ୍ତି ୟେଲୋ କଲର୍ ସେଇଟା ହେଉଛି ଆମର NH, ଆମର ଏଇଟା ହେଉଛି ବାଇପାସ୍ ରହିଯାଉଛି ଆଉ। ଘରଟା ଅଛି ନା ସେପଟେ, ସେପଟେ ଲୋକ ରହୁଛନ୍ତି ଗାଁଟା ନା। ଷ୍ଟ୍ରିଟ୍ ଲାଇଟ୍ ପାଖକୁ ଯା ଦେବାକୁ ଯେ ଗଲା ମାନେ ଏଇନା ଅପଡାଉନ୍ ହେଉଛି ଗୋଟେ ଥର ଆଣିଲେ ତମେ ଜାଣିପାରୁନି। ସାଙ୍ଗମାନେ ଆମର ଏଇଠି ମିନିମମ୍ 10 ମିନିଟ୍ ହେଇଗଲାଣି। ଦେଖନ୍ତୁ ଆପଣମାନେ କିଛି ନୋଟିସ୍ କରୁଛନ୍ତି ଏଠି, ଯଦି ବା କିଛି ନୋଟିସ୍ କରୁଛନ୍ତି ଏ ଭାଇ ଆପଣମାନେ କମେଣ୍ଟ ମାଧ୍ୟମରେ କୁହନ୍ତୁ। ଆମେ ସବୁବେଳେ ତ ଆପଣମାନଙ୍କୁ କହୁଛୁ, ଆପଣମାନେ ଭାବୁଛନ୍ତି ଆମେ ଫେକ୍ କରୁଛୁ ଇଏ କରୁଛୁ। ଆମେ ବର୍ତ୍ତମାନ ପାଇଁ ଅଛୁ ସେଇ ସ୍ପଟ୍ ଉପରେ। ଆଉ ବର୍ତ୍ତମାନ ପାଇଁ ଆମର ଏଠି ଅଧଘଣ୍ଟା ହେଇଗଲାଣି। ଆପଣମାନେ ଭିଡ଼ିଓରେ ବି ଯାହା ଦେଖୁଛନ୍ତି ଆପଣମାନେ ଏଇ କ୍ଲିପ୍ସରେ ଯାହା ଦେଖିଲେ ଆପଣମାନେ କମେଣ୍ଟରେ କୁହନ୍ତୁ ଆପଣମାନେ ଏଠି କ'ଣ ଫିଲ୍ କଲେ। ଯଦି କହିପାରୁନାହାନ୍ତି ମୁଁ ଭିଡ଼ିଓ ଲାଷ୍ଟରେ କହିବି ଏଠି କ'ଣ ହେଉଥିଲା। ସେ ବୋର୍ଡ ମାଇଲୁ ଭାଇ, ବୋର୍ଡ ମାଇଲୁ ବୋର୍ଡକୁ, ସେ ଯେଉଁ ବୋର୍ଡ ଗୋଟେ ମରା ହେଇଛି ଅଫ୍ ହେଲା, ଫୁଲ୍ ଲାଇଟ୍ ଅଫ୍ ହେଲା, କହିଦେଉଛୁ ଜୋର ଜଳିବ ଦେଖୁଛ। ବୋର୍ଡ ମାରତା ମାରତା କିନ୍ତୁ ସେ ଲାଇଟ୍ଟାକୁ ପକାଅ ମାରି ଏଲ୍ ପୁଣି ଜୋର ଜଳିବ। ହଁ ସେ ସେଟା ପୁଣି ଜଳୁଛି ବା। ଆମେ ଆସିଲେ ଠିକ୍ ଟାଇମ୍ରେ ଭିଡ଼ିଓଟା ହେଇଛି, କଲାବେଳକୁ ଧକ୍କିନା। ଆମେ ଆସିଲା ବେଳକୁ 15 ମିନିଟ୍ ହେଇଗଲାଣି, ଅଧଘଣ୍ଟା ପାଖାପାଖି ନା। ସେମିତି କିଛି ଆମେ ଦେଖିଲୁନୁ। ଆମେ ଏଠି ଫିଲ୍ ହଉନି କି ହଁ ମିଟର ବି କିଛି ଏମିତି କିଛି ଚାଚୁନି। ଆମେ ସ୍ପଟ୍ ଉପରେ ରହିବାଠୁ ସେ ଲାଇଟ୍ ସେତେବେଳେ ସେମିତି ହେଉଛି। ଆମେ ଭିଡ଼ିଓ କରିବା ପୂର୍ବରୁ ପୁଣି ଏଠି ଥିଲୁ ନା ନାଇଁ। ବସ୍ତାରେ ଗୋଟେ ହଁ ବସିଥିଲେ, ଟାଇମ୍କି ଅପେକ୍ଷା କରିଥିଲେ ନା ନାଇଁ। ସେ ଗଛଟା ତ ପୁରା ଭୟାନକ ଦେଖାଯାଉଛି, ତାଳ ଗଛ। ମୋତେ ଏଇ ଜିନିଷଟା ଆଶ୍ଚର୍ଯ୍ୟ ଲାଗୁଛି ଆକ୍ଚୁଆଲି। ମାନେ ମଶାଣି ଏପଟେ ଗୋଟେ ସେପଟେ ଗୋଟେ ପିଲର ଭଳିଆ, ମାନେ ଯେମିତି ଘର ପିଲର ହୁଏ ସେମିତି। ବାପରେ ଆମେ ଲାଷ୍ଟ ଟାଇମ୍ ପାଇଁ ମିଟର ବି ଅନ୍ କରୁଛୁ। ବ୍ଲିଙ୍କ୍ ହେଇଥିଲା ମୋ ପାଖରେ କ୍ଲିପ୍ ଅଛି। ସେଇଟା ଅନ୍ କଲେ ଫାର୍ଷ୍ଟ ଟାଇମ୍ ପାଇଁ ବ୍ଲିଙ୍କ୍ ହେବ ନାଇଁ କି? ଏ ଲାଇଟ୍ ଅଫ୍ ହେଲା। ନା ମିଟର କିଛି ସେମିତି କିଛି ରେଟ୍ ଦେଖୁନି ନାଇଁ। ଲାଷ୍ଟ ଟାଇମ୍ ପାଇଁ ଦେଖୁଛୁ ମିଟରଟାକୁ ଏଠି ମଶାଣି ପାଖରେ, ଏପର୍ଯ୍ୟନ୍ତ ବି ସେମିତି କିଛି ବି ରେଟ୍ ଦେଇନି ମିଟର। ଆମେ ରିଅଲିଟି ପୁରା ଏକ୍ସପ୍ଲୋର କରୁଛୁ। ଦେଖନ୍ତୁ ପୁରା ମଶାଣି ପାଖରେ ଠିଆ ହେଇଛୁ, କିନ୍ତୁ ମିଟର ଏପର୍ଯ୍ୟନ୍ତ ବି କିଛି ବି ରିଡ୍ ଦେଇନି। ଏଠି ପଜିଟିଭ୍ ଏନର୍ଜି ରହୁଛି କି ତା ଟାଇମ୍ ହେଇନି, ଆମେ ତା ଟାଇମ୍ରେ ଆସିନେ, କି ଏଠି ଲାଇଟ୍ ଜଳୁଛି ସେଥିପାଇଁ ବି ହେଇଥାଇପାରେ, ମୁଁ ସେ ଭାବୁଛି କି ଏଠି ଗାଡ଼ି ସାଉଣ୍ଡ ହେଉଛି ସେଥିପାଇଁ ହେଇଥାଇପାରେ। ଏଠି କିଛି ତ ଗୋଟେ ପ୍ରୋବ୍ଲେମ୍ ରହୁଛି, ସେଥିପାଇଁ ମାନେ ଏଠି ମିଟର ଶୋ କରୁନି। ମୁଁ ଭାବୁଛି ସେ କି ଆମର ଏଇଠି ଯେଉଁ ଷ୍ଟ୍ରିଟ୍ ଲାଇଟ୍ ରହୁଛି ସେଥି ଯୋଗୁଁ କିଛି ଲାଇଟ୍ଟା ଅଛି ସେଥିପାଇଁ ମୋତେ ଲାଗୁଛି, ସେଥିପାଇଁ ସ୍ପିରିଟ୍ କିଛି କ୍ୟାପଚର ହେବ। ତ ସାଙ୍ଗମାନେ ସେ ସ୍ପଟ୍ ଉପରୁ ବର୍ତ୍ତମାନ ପାଇଁ ମୁଁ ପଳେଇ ଆସିଛୁ। ବର୍ତ୍ତମାନ ପାଇଁ ମୁଁ ଅଛି ଘରେ। ଆଉ ସାଙ୍ଗମାନେ ସେଠି ଯେଉଁ ଆପଣ ଦେଖୁଥିବେ ଷ୍ଟ୍ରିଟ୍ ଲାଇଟ୍, ଏ ଷ୍ଟ୍ରିଟ୍ ଲାଇଟ୍ ଅଚାନକ ଥିଲା, ପୁଣି ମାନେ ସେ ଷ୍ଟ୍ରିଟ୍ ଲାଇଟ୍ ଅଚାନକ ମାନେ ଅପଡାଉନ୍। ଆପଣମାନେ ବିଲିଭ୍ କରିପାରିବେନି, ଆମେ ସ୍ପଟ୍ ଉପରେ ଥିଲୁ, ମାନେ ଷ୍ଟ୍ରିଟ୍ ଲାଇଟ୍ଟା ମାନେ ଏମିତି ଜଳୁଛି, ମାନେ ସଡନ୍ଲି ପୁରା ବନ୍ଦ ହେଇଯାଉଛି, ମାନେ ଅପଡାଉନ୍, ମାନେ ଯେମିତି ଆମର ଯେମିତି ଲୋ ଭୋଲ୍ଟେଜ୍ରେ ଏମିତି ଆମର ଲାଇଟ୍ ବ୍ଲିଙ୍କ୍ କରେ, ଯେମିତି ସ୍ଲୋ ହୁଏ ପୁଣି ହାଇ ହୁଏ, ପୁରା ସେ ସ୍ପଟ୍ ଉପରେ ପୁରା ସେ ଷ୍ଟ୍ରିଟ୍ ଲାଇଟ୍ ପୁରା ସେମିତି ହେଲା। ତ ବର୍ତ୍ତମାନ ବେଲେ ଆମର 1:27 ଟାଇମ୍, ସେ ସ୍ପଟ୍ ଉପରେ ଆମେ ଆସିଲୁ ହେରି। ଆଉ ବର୍ତ୍ତମାନ ପାଇଁ ମୁଁ ଏତେ ଘରେ ଅଛି। ଆଉ ପୁରା ଦେଖୁଥିବେ ପୁରା ମଶୁରୀ ଅଛି। ଆପଣମାନେ ସବୁବେଳେ ମଶୁରୀ ୟୁଜ୍ କରନ୍ତୁ ଶୋଇଲା ବେଳକୁ। ମଶୁରୀଟା ଆମ
ସେଫ୍ଟି ପାଇଁ ବହୁତ ନିହାତି ଆବଶ୍ୟକ। ସବୁବେଳେ ଶୋଇଲା ବେଳକୁ ମଶାରୀ ନିଶ୍ଚିତ ୟୁଜ୍ କରନ୍ତୁ। ତ ସାଙ୍ଗମାନେ ଆଜି ପାଇଁ ଏତିକି, ଦେଖା ହେବା କିଛି ନୂଆ ଡିଫରେଣ୍ଟ ଜାଗାରେ। ସାଙ୍ଗମାନେ ଆମର ଅସୁବିଧା କ'ଣ ହେଉଛି କି, ଯେହେତୁ ଶୀତ ଦିନ ଚାଲୁଛି ଭିଡ଼ିଓ ଟିକେ ବନେଇବା ଟିକେ ମୁସ୍କିଲ ହେଉଛି। ଯେହେତୁ ହଣ୍ଟେଡ଼ ଜାଗାକୁ ଆମେ ଯାଉଛୁ, ଆମର ଯେମିତି ଜାଣିଥିବେ ଆପଣ ମାନେ ମଶାଣି ଜାଗାକୁ ଗଲେ ପ୍ୟାଣ୍ଟ ସାର୍ଟ ଧୋଇବାକୁ ପଡ଼େ, ଆଉ ନିଜକୁ ବି ସ୍ୱଚ୍ଛ ହେବାକୁ ପଡ଼େ, ଗାଧୋଇବାକୁ ପଡ଼େ। ତେଣୁ ଏ ହେଉଛି କଥା। ଯେହେତୁ ଆମେ ସେ ଜାଗାକୁ ଯାଉଛୁ, ରାତିରେ ଟିକେ ବହୁତ ଅସୁବିଧା ହେଉଛି ଗାଧୁଆ ପାଧୁଆ କରିବାକୁ, ସେଥିଯୋଗୁଁ ଭିଡ଼ିଓ ଆସିପାରୁନି। ଶୀତଦିନ ଯୋଗୁଁ ଭିଡ଼ିଓ ଟିକେ ବହୁତ ପ୍ରୋବ୍ଲେମ୍ ହେଉଛି, ଆମକୁ ସୁଟ୍ କରିବା ଅସୁବିଧା ହେଉଛି। ଆଉ ଆମ ଟିମ୍ ମେମ୍ବର ବି ଟିକେ ବହୁତ ମାନେ ମନା କରୁଛନ୍ତି, ଏଗ୍ରି ହେଉନାହାନ୍ତି। ରାତିରେ ଏଇ ଯେଉଁ ପ୍ରୋବ୍ଲେମ୍ ଯୋଗୁଁ ମାନେ ଗାଧୋଇବା ମେନ୍ ହେଉଛି ଆକ୍ଚୁଆଲି ଗାଧୋଇବା ପ୍ରୋବ୍ଲେମ୍ ଯୋଗୁଁ ଏ ହେଉଛି କଥା। ସେ ଜାଗା ଉପରୁ ଗଲୁ, ସେମିତି କିଛି ଏନର୍ଜି ଆମକୁ ଫିଲ୍ ହେଲାନି, କି ଆମର ଏମ୍ଭି ମିଟର କିଛି ବ୍ଲିଙ୍କ୍ ହେଲାନି, କି ଏମ୍ଭି ମିଟର ଆମକୁ କିଛି ସେମିତି କିଛି ଜିନିଷ ଦେଖେଇଲାନି। ଆଉ ଯାହା ଦେଖେଇଲା ଆପଣମାନଙ୍କ ଆଗରେ, ଆପଣମାନେ ତ ଭିଡ଼ିଓ ଫାଷ୍ଟ କ୍ଲାସ୍ ଦେଖିଲେ। ତେଣୁକରି ଏ ହେଉଛି ଆମର ଅସୁବିଧା, ଆମେ ଯାଇପାରୁନେ ଆମର ସ୍ପଟ୍କୁ। ଏ ହେଉଛି ଗୋଟେ ମୁଖ୍ୟ କାରଣଟା ହେଉଛି ଆମେ ରାତିରେ ଟିକେ ମାନେ ସ୍ପଟ୍ ଉପରେ ଆସିଲା ପରେ ଗାଧୁଆ ପାଧୁଆ କି ଆମେ ଟିକେ ସ୍ୱଚ୍ଛ ହୋଇପାରୁନୁ ବୋଲି। ସ୍ୱଚ୍ଛ ଅଲଗା ପ୍ରକାର ମାନେ ସେଇଟା ଅଲଗା କଥା କହିବାକୁ ସ୍ୱଚ୍ଛ ହେବାକୁ। ଆମ ରାତିରେ ହେଉଛି ଆମେ ମାନେ ଗାଧୋଇ ପାରୁନୁ ଆସିକି। ଆପଣ ତ ଜାଣିଥିବେ ବହୁତ ଘରମାନଙ୍କରେ ବହୁତ ଆମର ସେଇଟା କ'ଣ କହନ୍ତି ରୁଲ୍ ରେଗୁଲେସନ୍, ସବୁ କଥା ଭାଇ ମାନିବାକୁ ମାନିକି ଚାଲିବାକୁ ପଡ଼ୁଛି। ସେଥିଯୋଗୁଁ ଆପଣ ତ ଜାଣୁଥିବେ, ଆଉ କ'ଣ କହିବି ଅଧିକ। ତ ଇଏ ହେଉଛି କଥା। ତ ଦେଖା ହେବ ନେକ୍ସଟ ଭିଡ଼ିଓରେ କିଛି ନୂଆ ଜାଗାରେ। ଆମର ନେକ୍ସଟ ପ୍ଲାନିଂ ଅଛି ବାଳଘାଟି ଯିବାର। ବାଳଘାଟିରେ 3ଟା ସ୍ପଟ୍ ଅଛି ଭାଇମାନେ, ବହୁତ ହଣ୍ଟେଡ଼ ପ୍ଲେସ୍। ଭାଇମାନେ ମୋତେ ପର୍ସନାଲ୍ ପୁରା ମେସେଜ୍ କରିଛନ୍ତି, ଫୋନ୍ ବି କରିଛନ୍ତି, ଭାଇ ଯିବା ତାଙ୍କ ଭରସାରେ ଯିବା। ଗୋଟେ ଥର ଯାଇଥିଲୁ, ପ୍ରୋବ୍ଲେମ୍ ହେଇଥିଲା, ଭିଡ଼ିଓ ସୁଟ୍ କରିପାରିନଥିଲୁ, ପଳେଇ ଆସିଥିଲୁ। ପ୍ରୋବ୍ଲେମ୍ କ'ଣ ହେଇଥିଲା କି ଆମର ଟିମ୍ ମେମ୍ବର ଟିକେ ହେଇପାରିଲେନି, ଯିବାକୁ ଟିକେ ଅସୁବିଧା ହେଲା, ସେଥିଯୋଗୁଁ ଆମେ ଆଉ ଯାଇପାରିଲୁନି। ତ ନେକ୍ସଟ ପ୍ଲାନିଂ ଅଛି କି ଆମେ ଯିବୁ ସେଇ ଜାଗାକୁ। ତ ଯିବା ଗୁଡ୍ ନାଇଟ୍, ଦେଖା ହେବା ନେକ୍ସଟ ଭିଡ଼ିଓରେ ସେଇ ଜାଗାରେ ବାଳଘାଟିରେ। ଗୁଡ୍ ନାଇଟ୍, ଟାଟା, ବାଏ ବାଏ, ଲଭ୍ ୟୁ।